ଏଇଠି ଦେଖନ୍ତୁ ଡାଲ ପାଳକ କେତେ ବଢ଼ିଆ ଦେଖାଯାଉଛି ଆଉ ବହୁତ ଟେଷ୍ଟି ମଧ୍ୟ। ଆଜି ମୁଁ ଆପଣଙ୍କ ସହିତ ଡାଲ ପାଳକ ରେସିପି ସେୟାର କରିବି। ଏବେ ତାହେଲେ ଚାଲନ୍ତୁ ଆରମ୍ଭ କରିବା ଆମ ରେସିପି। ଜୟ ଜଗନ୍ନାଥ, ନମସ୍କାର। ପଦ୍ମଳା କିଚେନକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଡାଲ ପାଳକ ବନାଇବା ପାଇଁ ମୁଁ ଏଠି ହରଡ଼ ଡାଲି ନେଇଯାଇଛି। ମୁଁ ଏଠି 250 ଗ୍ରାମର ହରଡ଼ ଡାଲି ସହିତ ଗୋଟେ ବିଡ଼ା ପାଳଙ୍ଗ ଶାଗ ନେଇଯାଉଛି। ଶାଗଟା ପୁରା ଫ୍ରେଶ୍ ଥିବା ଦରକାର। ତାପରେ ଆମେ ପ୍ରଥମେ ଡାଲିକୁ ସିଝେଇ ନେବା। ସେଥିପାଇଁ ମୁଁ ପ୍ରେସର କୁକରରେ ପାଣି ନେଇଯାଉଛି। ଲୁଣ ଆଉ ହଳଦୀ ମଧ୍ୟ ନେଇଯିବା। ତେଜପତ୍ର 2ଟା ନେଇଯିବା। ପାଣି ଟିକେ ଗରମ ଆସିଲା ପରେ ଆମେ ଡାଲି ଆଡ଼୍ କରିକି ତାକୁ କଭର କରିନେବା। ଏଇଠି ଆମେ ଫୁଲ୍ ଫ୍ଲେମ୍ରେ 2ଟା ହୁଇସିଲ୍ ପରେ ଗ୍ୟାସ୍କୁ ସିମ୍ କରିଦେବା। ତାପରେ ଆମେ ପ୍ରେସରକୁ କାଢ଼ିଦେବା ଗ୍ୟାସ୍ରୁ, ଯାହାଦ୍ୱାରା କି ଡାଲି ଆଉ ବେଶୀ ଭଲ ଭାବରେ ନ ଫିଟିକି ଟିକେ ଦରଦରା ରହିଲେ ତା'ର ଟେଷ୍ଟ ବହୁତ ବଢ଼ିଆ ରହିବ। ଡାଲି ସିଝିଗଲା ପରେ ମୁଁ ଏଠି କଡ଼େଇ ବସାଇ ନେଉଛି। କଡ଼େଇରେ ମୁଁ 2 ଚାମଚ ସୋରିଷ ତେଲ ନେଇଯାଉଛି। ସୋରିଷ ତେଲ 1 ଚାମଚ ପଞ୍ଚ ଫୁଟଣ ନେଇଗଲି। କିଛି ଶୁଖିଲା ଲଙ୍କା ନେଉଛି। ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ଏଠି ହାଲକା ଭାବରେ ଭାଜି ନେବା। ପିଆଜ ଟିକେ ହାଲକା ଭାବରେ ଭାଜିଲା ପରେ ମୁଁ ଏଇଠି ଗୋଟେ ଛୋଟ ଚାମଚ ଲଙ୍କା ପାଉଡ଼ର, ଗୋଟେ ଛୋଟ ଚାମଚ ହଳଦୀ ପାଉଡ଼ର ଆଉ ଗରମ ମସଲା ନେଇଯାଉଛି। ତାପରେ ଛେଚିକି ରଖିଥିବା ରସୁଣ ଆଉ ଅଦାର ପେଷ୍ଟକୁ ମଧ୍ୟ ନେଉଛି। ତାକୁ ସବୁ ଭଲ ଭାବରେ କଷି ନେବା। ଏଇଟା ଟିକେ ଭାଜିଲା ପରେ ମୁଁ ଡାଲି ସହିତ ଗୋଟେ ଟମାଟୋ ସିଝେଇ ନେଇଥିଲି। ଟମାଟୋଟାକୁ ଏଇଥିରେ ଆଡ଼୍ କରିକି ତାକୁ ଭଲ ଭାବରେ କଷିଦେବା। ବହୁତ ସିମ୍ପଲ୍ ରେସିପି ଆଉ ବହୁତ କମ୍ ସମୟରେ ହେଇଯିବ। ସମସ୍ତେ ବନେଇ ପାରିବେ, ବହୁତ ଇଜି ପ୍ରୋସେସ୍। ଆପଣ ଚାହିଁଲେ ସମସ୍ତେ ବନେଇ ପାରିବେ। ପ୍ରଥମ କଥା ହେଲା ଏଇଟା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ମସଲା ସବୁ କଷିଲା ପରେ ଆମେ ସିଝେଇ ରଖିଥିବା ଡାଲିକି ଏଇଠି ଆଡ଼୍ କରିଦେବା। ତାକୁ କିଛି ସମୟ ଫୁଟିବା ପାଇଁ ଛାଡ଼ିଦେବା। ତାପରେ ଶାଗକୁ ଧୋଇକିରି ଭଲ ଭାବରେ ଚୁନା ଚୁନା କରି କାଟିକି ମୁଁ ଏଇଠି ଆଡ଼୍ କରିଦେଉଛି। ଏମିତି ତରକାରୀ ବନେଇକି ଆପଣ ରୁଟି ଭାତ ସବୁ ସହିତ ଖାଇପାରିବେ। ଏବେ ଯେହେତୁ ଶୀତ ଦିନ ଆସିଗଲାଣି, ପାଳଙ୍ଗ ସବୁବେଳେ ବଜାରରେ ଆଭେଲେବୁଲ୍ ହେବ। ଆପଣ ଏମିତି ବନେଇ ପାରିବେ ଡାଲ ପାଳକ ବା ଡାଲିରେ ଯେକୌଣସି ଡାଲି ସହିତ ଆପଣ ମସୁର ହେଉ, ହରଡ଼ ହେଉ, ମୁଗ ସବୁ ସହିତ ପାଳଙ୍ଗ ଶାଗ ଦେଇକି ଖାଇପାରିବେ। ଶାଗ ଟିକେ ସିଝିଗଲା ପରେ ମୁଁ ଏଠି କଞ୍ଚା ରସୁଣ ଛେଚିକି ଆଡ଼୍ କରିଦେଉଛି, ଯାହାର ଫ୍ଲେଭର ବହୁତ ବଢ଼ିଆ ରହିବ। ଏବେ ଦେଖନ୍ତୁ ଆମର ତରକାରୀ ପୁରା ରେଡ଼ି ହୋଇଗଲାଣି। କେତେ ସୁନ୍ଦର ଦେଖାଯାଉଛି, ବାସ୍ନା ମଧ୍ୟ ବହୁତ ବଢ଼ିଆ ହେଉଛି। ଆଶା କରେ ଭିଡ଼ିଓ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍ କରିବାକୁ ଭୁଲିବେନି। ଆଉ ଯଦି ନୂଆ ଅଛନ୍ତି ପ୍ଲିଜ୍ ପଦ୍ମଳା କିଚେନକୁ ଆଜି ସବସ୍କ୍ରାଇବ୍ କରିନିଅନ୍ତୁ। ରହୁଛି, ଜୟ ଜଗନ୍ନାଥ।